ଶକ୍ତିମୟୀ ଫାଉଣ୍ଡେସନର ଅଷ୍ଟମ ବାର୍ଷିକ ଉତ୍ସବ। ଶକ୍ତିମୟୀ ଫାଉଣ୍ଡେସନ ସଦାସର୍ବଦା ଲୋକମାନଙ୍କ ସେବାରେ ଦୀର୍ଘଦିନ ଧରି ସେବା ଯୋଗାଇ ଆସିଛି। ଲୋକମାନେ କେମିତି ଆର୍ଥିକ ସମସ୍ୟାର ସୁଧାର ଆଣିପାରିବେ ସେ ବିଷୟରେ ସଚେତନ କରିବା ସହିତ ସରକାରୀ ବ୍ୟାଙ୍କରୁ ଋଣ ଆଣି କେମିତି ନିଜର ଆର୍ଥିକ ସମସ୍ୟାକୁ ସ୍ୱଚ୍ଛଳ କରିପାରିବେ ସେ ବିଷୟରେ ଟ୍ରେନିଂ ଦେଇଥାଏ। ତା ସହିତ ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ଋଣ ପ୍ରଦାନ ମଧ୍ୟ କରିଥାଏ। ଶକ୍ତିମୟୀ ଫାଉଣ୍ଡେସନର ସହଯୋଗରେ ଅନେକ ପରିବାର ଉପକୃତ ହୋଇ ତାଙ୍କ ଆର୍ଥିକ ସମସ୍ୟାର ସୁଧାର ଆଣିପାରିଛନ୍ତି। ତା ସହିତ ସମାଜର କୁସଂସ୍କାରକୁ ଦୂର କରିବା ପାଇଁ ପ୍ରତ୍ୟେକ ଗ୍ରାମମାନଙ୍କରେ ସଚେତନତା କରାଇଥାଏ। ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ଉପରେ ଗୁରୁତ୍ୱ ଦେଇ ଆସିଥିବା ଶକ୍ତିମୟୀ ଫାଉଣ୍ଡେସନ ସେବା କାର୍ଯ୍ୟରେ ନିୟୋଜିତ ହୋଇ ଅନେକ ଜନମଙ୍ଗଳ କାର୍ଯ୍ୟ କରି ଫାଉଣ୍ଡେସନର ଗୁରୁତ୍ୱ ବଜାୟ ରଖିଛି। ଲୋକମାନଙ୍କ ସେବା ମନୋଭାବ ନେଇ ଲୋକଙ୍କ ପାଖରେ ରହୁଥିବା ଯୋଗୁଁ ଶକ୍ତିମୟୀ ଫାଉଣ୍ଡେସନ ଉପରେ ଲୋକମାନଙ୍କ ଆସ୍ଥା ଓ ବିଶ୍ୱାସ ରହିଆସିଛି। ସେହି ଶକ୍ତିମୟୀ ଫାଉଣ୍ଡେସନ ନିକଟରେ ତାର ଅଷ୍ଟମ ବାର୍ଷିକ ଉତ୍ସବ ପାଳନ କରିଛି। କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବେଦାନ୍ତ ସ୍କିଲ୍ ସେଣ୍ଟର ଠାରେ ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ଏବଂ ବେଦାନ୍ତ ଲାଞ୍ଜିଗଡ଼ ସହାୟତାରେ ଗଠିତ ହୋଇଥିବା ଶକ୍ତିମୟୀ ଫାଉଣ୍ଡେସନର ଅଷ୍ଟମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନାବାର୍ଡ ଡିଡିଏମ୍ ଶ୍ରୀଯୁକ୍ତ ମହେଶ୍ୱର ଦାସ, ସମ୍ମାନନୀୟ ଅତିଥି ଭାବେ ବେଦାନ୍ତ ଆଲୁମିନା ଲିମିଟେଡ୍ ଲାଞ୍ଜିଗଡ଼ ସିଏସ୍ର ହେଡ୍ ଶ୍ରୀଯୁକ୍ତ ଶିଶିର ତରଫଦାର, ମହାଶକ୍ତି ଫାଉଣ୍ଡେସନର ପ୍ରତିଷ୍ଠାତା ସଦସ୍ୟ ତଥା ଶକ୍ତିମୟୀ ଫାଉଣ୍ଡେସନର ପରାମର୍ଶଦାତା ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ। ତାଙ୍କ ସହିତ OLM ପ୍ରକଳ୍ପ ପରିଚାଳକ ଶ୍ରୀଯୁକ୍ତ ବେହେରା, ମହାଶକ୍ତି ଫାଉଣ୍ଡେସନ ଜିଲ୍ଲା ସଂଯୋଜକ ସୁରେଶ କୁମାର ପଟ୍ଟନାୟକ ଉପସ୍ଥିତ ରହିଥିଲେ। ଆନୁଷ୍ଠାନିକ ଭାବେ ସଭାକାର୍ଯ୍ୟ ପ୍ରାରମ୍ଭରେ ଶକ୍ତିମୟୀ ଫାଉଣ୍ଡେସନର ସଭାପତି ସମ୍ପାଦକଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ କରାଯାଇଥିଲା। ତାପରେ ପ୍ରକଳ୍ପର କାର୍ଯ୍ୟରତ ସଦସ୍ୟଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା। ଶକ୍ତିମୟୀ ଫାଉଣ୍ଡେସନର ନିର୍ବାହୀ ଅଧିକାରିଣୀ ସୁଶ୍ରୀ ପ୍ରିୟା ହୋତା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରକଳ୍ପ ପରିଚାଳିକା ସୁଶ୍ରୀ ମାନସୀ ମହାନ୍ତି ମଞ୍ଚ ପରିଚାଳନା ଦାୟିତ୍ୱ ନେଇଥିଲେ। ଅନୁଷ୍ଠାନର ସମ୍ପାଦିକାଙ୍କ ଦ୍ୱାରା ବାର୍ଷିକ ବିବରଣୀ ପଠନ କରାଯାଇ ସଭା କାର୍ଯ୍ୟ ଆଗକୁ ନିଆଯାଇଥିଲା। ଶକ୍ତିମୟୀ ଫାଉଣ୍ଡେସନର ଅଷ୍ଟମ ବାର୍ଷିକ ଉତ୍ସବରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଶକ୍ତିମୟୀ ଫାଉଣ୍ଡେସନର ଅଗ୍ରଗତି ଏବଂ ସ୍ଥାୟିତ୍ୱ ପାଇଁ ନିଜ ନିଜ ମତ ରଖିଥିଲେ। ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଯୋଜନା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। 5ଗୋଟି ସଫଳ ଉଦ୍ୟୋଗୀ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଜଗନ୍ନାଥପୁର ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷଣ ମଞ୍ଚରେ ଖୁବ୍ ଆକର୍ଷଣୀୟ ଓ ଉଚ୍ଚକୋଟୀର ହୋଇଥିଲା। ଏହି ଉତ୍ସବରେ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରୁ ବିଭିନ୍ନ ପଞ୍ଚାୟତରୁ 160 ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ନେତ୍ରୀ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ। ଖୁବ୍ ଉତ୍ସାହ ସହକାରେ ମହାସମାରୋହରେ ଏହି ଶକ୍ତିମୟୀ ଫାଉଣ୍ଡେସନର ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଥିବା ବେଳେ ଶକ୍ତିମୟୀ ଫାଉଣ୍ଡେସନ ସଦାସର୍ବଦା ଲୋକମାନଙ୍କ ସେବାରେ ଲାଗିଥାଉ ବୋଲି ଆଶା ବାନ୍ଧି ରହିଛନ୍ତି। ଡକ୍ରା ପ୍ରକଳ୍ପ, ସଖୀ ଓ ଶକ୍ତିମୟୀ ଫାଉଣ୍ଡେସନ ତରଫରୁ 3ଗୋଟି ଷ୍ଟଲ୍ ପ୍ରଦର୍ଶନ କରାଯାଇଥିଲା। ଶେଷରେ ଅନୁଷ୍ଠାନର କୋଷାଧ୍ୟକ୍ଷ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ବାର୍ଷିକ ଉତ୍ସବକୁ ପରିସମାପ୍ତି ଘୋଷଣା କରିଥିଲେ। କଳାହାଣ୍ଡିରୁ ଲୟ ଭଇଙ୍କ ରିପୋର୍ଟ, ଏବି ନ୍ୟୁଜ୍।